ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ ଆମେ କଥା ହେବା ଭାବମୂତିଙ୍କ ବିଷୟରେ। ଭାବମୂତି ପ୍ରାଚୀନ ଭାରତରେ ଜଣେ ମହାନ ସଂସ୍କୃତ କବି ଏବଂ ନାଟ୍ୟକାର ଥିଲେ। ସେ ଅଷ୍ଟମ ଶତାବ୍ଦୀରେ କନୌଜର ରାଜା ଯଶବର୍ମଙ୍କ ଦରବାରରେ ବାସ କରୁଥିଲେ। ତାଙ୍କ ପ୍ରସିଦ୍ଧ ନାଟକ ଗୁଡ଼ିକ ମଧ୍ୟରେ ଉତ୍ତରା ରାମଚରିତ, ମହାବୀର ଚରିତ ଏବଂ ମାଳତୀ ମାଧବ ଅନ୍ତର୍ଭୁକ୍ତ। ତାଙ୍କ ଲେଖାଗୁଡ଼ିକ ଗଭୀର ଭାବପ୍ରବଣତା, ଭକ୍ତି ଏବଂ ଶକ୍ତିଶାଳୀ ପ୍ରକାଶନ ପାଇଁ ଜଣାଶୁଣା। ମାନବ ଭାବନାର ସମ୍ବେଦନଶୀଳ ଚିତ୍ରଣ ପାଇଁ ଭାବମୂର୍ତ୍ତିଙ୍କୁ ପ୍ରାୟତଃ କରୁଣାର କବି ବୋଲି କୁହାଯାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ